ପିଲାମାନେ ତୁମେ ଭଲ ଅଛ? ହଁ, ତୁମେ ନିଶ୍ଚୟ ଭଲ ଥିବ। ମୁଁ ଧନେଶ୍ୱର ମଙ୍ଗରାଜ ତୁମମାନଙ୍କୁ ଆଜିର ପାଠପଢ଼ା କାର୍ଯ୍ୟକ୍ରମକୁ ସ୍ୱାଗତ କରୁ। ପିଲାମାନେ, ଆମେ ଆଜି ଦ୍ୱିତୀୟ ଶ୍ରେଣୀ ବିଷୟ ଭାଷା ପ୍ରସଙ୍ଗ ଶୁଆର ଥଣ୍ଟ କୋଇଲିର କଣ୍ଠ ପାଠ 6ର ଭାଗ 1 ପଢ଼ିବା। ହଁ, ଭାଗ 1 ଗପ ପଢ଼ିବା ପୂର୍ବରୁ ମୁଁ ତୁମମାନଙ୍କୁ କିଛି ପ୍ରଶ୍ନ ପଚାରୁଛି, ତାର ଉତ୍ତର ଦିଅ। ତୁମେ ଘରେ କେଉଁ ପକ୍ଷୀ ଦେଖିଛ? ଶୁଆ? ହଁ, ଶୁଆ। ତୁମେ କୁହ, ତୁମେ କେଉଁ ପକ୍ଷୀ ଦେଖିଛ? କୋଇଲି? ହଁ, ଠିକ କହିଲ। ଆଉ ତୁମେ କୁହ, ତୁମେ କେଉଁ ପକ୍ଷୀ ଦେଖିଛ? ପାରା? ହଁ, ପାରା। ଆଉ ତୁମେ ପଛରେ ଯେ ବସିଛ, କୁହ କେଉଁ ପକ୍ଷୀ ଦେଖିଛ? କ'ଣ? ବଣି? ହଁ, ଠିକ କହିଲ। ଏମିତି ଆମେ ଅନେକ ଗୁଡ଼ିଏ ପକ୍ଷୀ ଗୁଡ଼ିକୁ ଆମ ଘର ଏବଂ ଆମ ପରିବେଶରେ ଆମେ ଦେଖିଛି। ସେଇ ପକ୍ଷୀମାନଙ୍କ ଭିତରୁ ଶୁଆ ଆଉ କୋଇଲିକି ନେଇକି ଆମର ଗୋଟେ ପାଠ ଅଛି, ଶୁଆର ଥଣ୍ଟ କୋଇଲିର କଣ୍ଠ। ଆସ ଏ ଗପଟିକୁ ଆମେ ପଢ଼ିବା। ଶୁଆଟିଏ ଗଛ ଉପରେ ତାର ଛୁଆମାନଙ୍କୁ ଥଣ୍ଟରେ ଖୁଆଉଥାଏ। କୋଇଲିଟିଏ ଉଡ଼ି ଉଡ଼ି ଆସି ସେଇ ଗଛରେ ବସିଲା। କୋଇଲିକୁ ଦେଖି ଶୁଆ ତା ପିଲାଙ୍କୁ କହିଲା, ଇଏ ପରା ତୁମ ନାନୀ। ତାଙ୍କ କଣ୍ଠର ଗୀତ ଭାରି ମଧୁର। ତାଙ୍କ ଗୀତ ଯିଏ ଶୁଣେ ସେ ଭାରି ଖୁସି ହୁଏ। ପିଲାମାନେ, ଗପଟି କିପରି ଲାଗିଲା? ଭଲ ଲାଗିଲା? ଠିକ ଅଛି। ଗପଟି ମନେ ରଖିଲ ଟିକେ ଟିକେ? ତମେ ମନ ଧ୍ୟାନ ଦେଇ ଶୁଣୁନ। ଆଉ ଥରେ ମୁଁ ଗପଟିକୁ ପଢ଼ୁଛି, ତୁମମାନେ ମନ ଧ୍ୟାନ ଦେଇ ଶୁଣ। ଶୁଆଟିଏ ଗଛ ଉପରେ ତା ଛୁଆମାନଙ୍କୁ ଥଣ୍ଟରେ ଖୁଆଉଥାଏ। କୋଇଲିଟିଏ ଉଡ଼ି ଉଡ଼ି ଆସି ସେଇ ଗଛରେ ବସିଲା। କୋଇଲିକୁ ଦେଖି ଶୁଆ ତା ପିଲାଙ୍କୁ କହିଲା, ଇଏ ପରା ତୁମ ନାନୀ। ତାଙ୍କ କଣ୍ଠର ଗୀତ ଭାରି ମଧୁର। ତାଙ୍କ ଗୀତ ଯିଏ ଶୁଣେ ସେ ଭାରି ଖୁସି ହୁଏ। ଏବେ ଗପଟି ମନେ ରହିଲା ନା? ହଁ ପିଲେ, ଏବେ ଗପ ବିଷୟରେ ଆମେ ଆଲୋଚନା କରିବା। ଆସ ଗପକୁ ଆଲୋଚନା ମାଧ୍ୟମରେ ବୁଝିବା। ଏଠି କ'ଣ ଦେଖୁଛ? ହଁ, ଶୁଆ। ଶୁଆଟିଏ କ'ଣ ହେଇଛି ନା ଡାଳରେ ବସିଛି। ତୁମେ ଦେଖିଛ ନା ଆଗରୁ ଶୁଆ ଦେଖିଛ? ହଁ, ତମ ଘରେ ରଖିଛନ୍ତି? କୋଉଠି ରଖିନ୍ତି? ପିଞ୍ଜରାରେ? ନା ନା, ଶୁଆକୁ ଆମେ ଖୋଲା ଆକାଶ ତାକୁ ଭଲ ପାଏ। ଏଇଟା ହଉଛି ଶୁଆ। ଏବେ ଦେଖ କ'ଣ ହେଇଛି ଏଠାରେ ନା ଗଛ ଉପରେ ତା ଛୁଆମାନଙ୍କୁ ଥଣ୍ଟରେ ଖୁଆଉଥାଏ। କିଏ ଖୁଆଉଥାଏ? ନା ମା ଶୁଆ ତାର ପିଲାମାନଙ୍କୁ ଗଛ ଉପରେ ଯୋଉ ତାର ବସାରେ ଦୁଇଟି ଛୁଆ ଅଛନ୍ତି, ତାଙ୍କୁ ତା ଥଣ୍ଟରେ ଖାଦ୍ୟ ଆଣି ତାଙ୍କର ପିଲାମାନଙ୍କୁ ଖୁଆଉଛି। ତାହେଲେ କିଏ ଖୁଆଉଛନ୍ତି? ନା ଶୁଆର ମା ଶୁଆ ପିଲାମାନଙ୍କୁ ଥଣ୍ଟରେ ଖୁଆଉଛି। ଏବେ ଦେଖ ସେ ଗଛରେ ଗୋଟେ କଳା ରଙ୍ଗର କ'ଣ ଆସି ଗୋଟେ ବସି ପଡ଼ିଲା। ନା କୋଇଲିଟିଏ ଉଡ଼ି ଉଡ଼ି ଆସି ସେଇ ଗଛରେ ବସିଲା। କିଏ ବସିଲା? କୋଇଲି ବସିଲା। କାହା ପାଖରେ? ନା ସେଇ ଶୁଆ ମାନଙ୍କ ପାଖରେ ବସିଲା। ଏବେ କୋଇଲିକୁ ଦେଖି ଶୁଆ ତା ପିଲାଙ୍କୁ କହିଲା, ଇଏ ପରା ତୁମ ନାନୀ। କାହାକୁ କହିଲା ନାନୀ ବୋଲି ଶୁଆ? ନା କୋଇଲିକୁ କହିଲା। କୋଇଲିକୁ ଦେଖି ଶୁଆ ମା ତାର ପିଲାମାନଙ୍କୁ କହିଲା ଯେ କୋଇଲି ହଉଛି ତୁମମାନଙ୍କର ନାନୀ। କିଏ ନାନୀ ହବ ଶୁଆଙ୍କର? ନା କୋଇଲି ହବ। ଏବେ ଦେଖିବା, ତାଙ୍କର କଣ୍ଠର ଗୀତ ଭାରି ମଧୁର। କାହାର ଗୀତର କଣ୍ଠ ଭାରି ମଧୁର? ହଁ, ମନେ ପକା। ହଁ, କୋଇଲିର ଗୀତ ଯୋଉ କଣ୍ଠ ତା ଭାରି ମଧୁର। ତାଙ୍କ ଗୀତ ଯିଏ ଶୁଣେ ସେ ଭାରି ଖୁସି ହୁଏ। କାହାର ଗୀତ ଶୁଣିଲେ ପିଲାମାନେ ଭାରି ଖୁସି ହୁଅନ୍ତି? ନା କୋଇଲିର ଗୀତ ଯିଏ ଶୁଣନ୍ତି ସେମାନେ ଭାରି ଖୁସି ହୁଅନ୍ତି। ଏବେ ଆମେ ଗପଟି ପଢ଼ିଲେ, ଗପକୁ ବୁଝିଲେ, ଗପକୁ ଚିତ୍ର ସହିତ ବୁଝିଲେ, ତୁମମାନେ ଗପରୁ କେତେ ବୁଝିଛ, କେତେ ଗପକୁ ମନେ ରଖିଛ, ସେ ବିଷୟରେ ମୁଁ ତୁମକୁ କିଛି ସରଳ ପ୍ରଶ୍ନ ପଚାରୁଛି। ତୁମମାନେ ଭାବିଚିନ୍ତି ତାର ଉତ୍ତର ଦେବ। ଦେଖ, କିଏ ଗଛ ଉପରେ ତା ଛୁଆମାନଙ୍କୁ ଥଣ୍ଟରେ ଖୁଆଉଥିଲା? ମୁଁ ଗପରେ କହିଛି, ଚିତ୍ରରେ ଦେଖେଇକି କହିଥିଲି, ଟିକେ ମନେ ପକାଅ। ହଁ, ଠିକ କହିଲ, ଶୁଆ। ଶୁଆ ଗଛ ଉପରେ ତା ଛୁଆମାନଙ୍କୁ ଥଣ୍ଟରେ ଖୁଆଉଥିଲା।
ଥିଲା। ଏବେ ଗୋଟେ ପ୍ରଶ୍ନ ଦେଖିବା। ଶୁଆର ରଙ୍ଗ ଦେଖିବାକୁ କିପରି? ମୁଁ ଚିତ୍ରରେ କହିଥିଲି, ଗପ ପଢ଼େଇଲା ସମୟରେ ବୁଝେଇଲା ସମୟରେ ଶୁଆକୁ ଦେଖେଇଥିଲି। ତାର ରଙ୍ଗ ଦେଖିବାକୁ କିପରି ଥିଲା ଭାବ, ଟିକେ ମନେ ପକାଅ। ହଁ, ସବୁଜ। ଶୁଆର ରଙ୍ଗ ସବୁଜ। ଶୁଆ ରଙ୍ଗ ଦେଖିବାକୁ ସବୁଜ। ଏବେ ଦେଖ ଏ ପ୍ରଶ୍ନ କଣ କହୁଛି ନା, କିଏ ଉଡ଼ି ଉଡ଼ି ଆସି ସେଇ ଗଛରେ ବସିଲା? କିଏ ବସିଲା? ଯୋଉ କଳା ରଙ୍ଗର ପକ୍ଷୀଟି ଆସିକି ବସି ନଥିଲା, ତା ନାଁ କଣ? କିଏ ଉଡ଼ି ଉଡ଼ି ଆସି ସେଇ ଗଛରେ ବସିଲା? ହଁ, ଠିକ କହିଲ, କୋଇଲି। ଏବେ କୁହ, କୋଇଲିର ରଙ୍ଗ ଦେଖିବାକୁ କିପରି? ମୁଁ କହିଥିଲି ଏବେ ପୂର୍ବ ପ୍ରଶ୍ନରେ କହିଥିଲି ତାର ଉତ୍ତର। ହଁ, କଳା। ଏବେ ଦେଖ ଆଉ ଗୋଟେ ପ୍ରଶ୍ନ ଆସୁଛି। ଏଇ ଗପରେ ନାନୀ କାହାକୁ କୁହାଯାଇଛି? ମୁଁ ଗପ ଯେତେବେଳେ ତୁମକୁ ପଢ଼ଉଥିଲି, ଚିତ୍ର ସହିତ ତମକୁ ଗପ ବୁଝଉଥିଲି, ମୁଁ ସେତେବେଳେ ନାନୀ କାହାକୁ କୁହାଯାଏ କହିଛି, ମନେ ପକେଇକି କୁହ। ହଁ, କୋଇଲିକି କୁହାଯାଇଛି। ଏ ଗପରେ ନାନୀ ବୋଲି କୋଇଲିକୁ କୁହାଯାଇଛି। ଠିକ ଅଛି, ଆଉ ଗୋଟେ ଦେଖିବା ପ୍ରଶ୍ନ। କାହାର କଣ୍ଠସ୍ୱର ମଧୁର? ଏ ଗପରେ କିଏ ଗୀତ ଗାଉଥିଲା? ମୁଁ କାହାର କଣ୍ଠସ୍ୱର ମଧୁର ଟିକେ ଦେଖିବା। ହଁ, ତୁମେମାନେ ଠିକ କହିଲ, କୋଇଲିର କଣ୍ଠସ୍ୱର ମଧୁର। କାହାର କଥା ଶୁଣିଲେ ଭାରି ଖୁସି ଲାଗେ? ନା କୋଇଲିର କଥା ଶୁଣିଲେ ଭାରି ଖୁସି ଲାଗେ। ତାହେଲେ ତମେ ମାନେ ଗପକୁ ମନ ଧ୍ୟାନ ଦେଇ ଶୁଣିଛ, ସବୁ ପ୍ରଶ୍ନର ଉତ୍ତର ଠିକ ଠିକ କରି ଦଉଛ, ତେଣୁ ତୁମମାନଙ୍କୁ ସାବାସ। ଏବେ ଆମେ କଣ କରିବା ନା, କିଛି ଚିତ୍ର ଦେଖିବା। ଚିତ୍ର ଦେଖି ତାର ନାମ ଗୁଡ଼ିକୁ କହିବା। ଦେଖ, ଏଠି ଗୋଟେ ଚିତ୍ର ଆସୁଛି। ଏ ଚିତ୍ରଟି କୋଉ ଚିତ୍ର? ହଁ, ଶୁଆ ଚିତ୍ର ଯେ ଶୁଆର କୋଉ କଣଟା ଏଠାରେ ଅଧିକ ଦେଖାଯାଉଛି? ନାଲି ରଙ୍ଗର ଓ ଥଣ୍ଟ। ହଁ, ଠିକ କହିଛ। ଏଇଟା ଦେଖିଲ, ଏଇଟାକୁ ତୁମେ କେଉଁଠି ଦେଖିଛ? ହଁ, ତୁମ ବାପା ମାଙ୍କ ସହିତ ମନ୍ଦିର ଗଲା ବେଳେ ୟାକୁ ଦେଖିଛ କି? ହଁ, ମନ୍ଦିରରେ ଏଇଟା ବଜାଯାଏ। ଆମେ ମାନେ ଠାକୁରକୁ ଦେଖିବା ଦର୍ଶନ ପୂର୍ବରୁ ଆକୁ ଆମେ ବଜେଇଥାଏ। ଆ ନା କଣ ଜାଣିଛ? ହଁ ହଁ, ତୁମେ ଠିକ କହିଲ, ଆ ନା ହଉଛି ଘଣ୍ଟି। ଏ ଚିତ୍ରଟି ଦେଖ, ଏ ଚିତ୍ରରେ କଣ ହେଇଛି? ଘଣ୍ଟା। ୟାକୁ କୋଉଠି କୋଉଠି ସବୁ ଦେଖିଛ? ହଁ, ତମ ଘରେ ଅଛି। ହଁ, ଆମ ବିଦ୍ୟାଳୟରେ ଦେଖିଛ? ତୁମେ କୋଉଠି ଦେଖିଛ? ବଜାର ଦୋକାନରେ। ହଁ, ଘଣ୍ଟା ପ୍ରାୟ ସବୁ ଜାଗାରେ ଥାଏ। ଏବେ ଏ ଯୋଉ ଚିତ୍ରରେ ଦେଖ, କଣ ଏଟା କେଉଁଠି ଆମେ ଦେଖିଛେ? ତୁମ ବଗିଚାରେ ଗଛ ଉପରେ ବସିଥିଲା। ତୁମେ କୁହ କୋଉଠି ଦେଖିଛ? ହଁ, ଆମ ବିଦ୍ୟାଳୟ ଗଛ ଉପରେ ବସିଥିଲା କି? ଆ ନାଁ କଣ? ହଁ, ଠିକ କହିଲ, ଝିଣ୍ଟିକା। ଏବେ ଆମେ ଆସ ଶବ୍ଦ ଗୁଡ଼ିକୁ ପଢ଼ିବା, ସେଥିରୁ ଅଣ୍ଟ ଅକ୍ଷରକୁ ଚିହ୍ନିବା। ଯେପରି ଥଣ୍ଟ, ଘଣ୍ଟି, କାଣ୍ଟି, କଣ୍ଟକ, ଘଣ୍ଟା, ଘଣ୍ଟି, କଣ୍ଟା, ବଣ୍ଟନ, ଅଣ୍ଟା, ଖୁଣ୍ଟ। ଆମେ ଏବେ କଣ କଲେ ଦେଖ, ଆମେ ଥଣ୍ଟ ପଢ଼ିଲେ। ଥଣ୍ଟରେ ତୀର ଚିହ୍ନ କୋଉଠି କାହାକୁ ଦିଆଯାଇଛି? ନା ଅଣ୍ଟକୁ। ସେହିପରି ଘଣ୍ଟିରେ ତୀର ଚିହ୍ନ କାହାକୁ ଯାଇଛି? ନା ଅଣ୍ଟରେ ହର୍ଷେଇକାର ଇଣ୍ଟିକୁ। ଆଉ କାଣ୍ଟିରେ, କାଣ୍ଟିରେ କଣ ହେଇଛି? ନା ଅଣ୍ଟିକୁ ତୀର ଦିଆଯାଇଛି। ସେମିତି କଣ୍ଟକରେ କାହାକୁ ଦିଆଯାଇଛି? ନା ଅଣ୍ଟକୁ। ଘଣ୍ଟାରେ ତୀର ଚିହ୍ନ କୋଉଠି ଅଛି? ନା ଅଣ୍ଟର ଆକାର ଣ୍ଟାରେ। ଘଣ୍ଟିରେ ସେମିତି, ଘଣ୍ଟିରେ ଅଣ୍ଟର ହର୍ଷେଇକାର ଇଣ୍ଟିକୁ ଅଛି। କଣ୍ଟା, ସେଇଠି ତୀର ଦିଆଯାଇଛି କାହାକୁ ଦେଖ? ଅଣ୍ଟରେ ଆକାର ଣ୍ଟାକୁ ତୀର ଦିଆଯାଇଛି। ବଣ୍ଟନ, ମଝିରେ ତୀର ଦିଆଯାଇଛି ଅଣ୍ଟରେ। ଆଉ ଅଣ୍ଟା ତୀର ଚିହ୍ନକୁ ଦେଖ, ଅଣ୍ଟରେ ଆକାର ଣ୍ଟାକୁ ତୀର ଚିହ୍ନ ଦିଆଯାଇଛି। ଖୁଣ୍ଟ, ଅଣ୍ଟରେ ତୀର ଚିହ୍ନ ଦିଆଯାଇଛି। ଆମେ ଯେତେକ ନାଲି ଅକ୍ଷର ଗୁଡ଼ିକ ଲେଖା ହେଇଛି, ସେଗୁଡ଼ିକ ହେଉଛି ଅଣ୍ଟ ଯୁକ୍ତାକ୍ଷର। ଆମେ ଜାଣିଲେ ନା ନାଇଁ? ଆମେ ଶବ୍ଦ ପଢ଼ିଲ ପିଲାମାନେ, ଆଉ ଥରେ ପଢ଼ିଦବା। ଥଣ୍ଟ, ଘଣ୍ଟି, କାଣ୍ଟି, କଣ୍ଟକ, ଘଣ୍ଟା, ଘଣ୍ଟି, କଣ୍ଟା,
ବଣ୍ଟନ, ଅଣ୍ଟା, ଖୁଣ୍ଟ। ଆଉ ଆମେ ଶବ୍ଦ ପଢ଼ିଲେ ଆଉ ଅଣ୍ଟ ଯୁକ୍ତ ଆକ୍ଷରକୁ ଏବେ ଜାଣିଲେ ନା ନାହିଁ? ଏବେ ଆମେ ଆସ ଶବ୍ଦ ତିଆରି କରି ପଢ଼ିବା। ଶବ୍ଦ ତିଆରି କରିବା ଏବଂ ପଢ଼ିବା। ଏଠି ଦୁଇଟି ଘର ଅଛି। ବାମ ପାର୍ଶ୍ୱରେ ଗୋଟିଏ ଘର ଅଛି, ଡାହାଣ ପାର୍ଶ୍ୱରେ ଗୋଟିଏ ଘର ଅଛି। ବାମ ପାର୍ଶ୍ୱରେ କିଛି ଅକ୍ଷର ଅଛି, ଡାହାଣ ପାର୍ଶ୍ୱରେ କିଛି ଯୁକ୍ତାକ୍ଷର ଅଛି। ଆମେ ବାମ ପାର୍ଶ୍ୱରୁ ଗୋଟେ ଅକ୍ଷର, ଡାହାଣ ପାର୍ଶ୍ୱରୁ ଗୋଟେ ଯୁକ୍ତାକ୍ଷରକୁ ନେଇ ଶବ୍ଦ ଗଢ଼ିବା ଏବଂ ତାକୁ ପଢ଼ିବା। ତାହେଲେ ଆସ ଦେଖିବା। ତାହେଲେ ବାମ ପାର୍ଶ୍ୱରୁ ଥ ନବା, ଡାହାଣ ପାର୍ଶ୍ୱରୁ ଅଣ୍ଟ ନେଲେ କ'ଣ ହବ? ଭାବ ଟିକେ କୁହ। ହଁ, ଠିକ କହିଲ, ଥଣ୍ଟ। ସେମିତି ବାମ ପାର୍ଶ୍ୱରୁ କ'ଣ ନବା? ଘ ନବା, ଡାହାଣ ପାର୍ଶ୍ୱରୁ ଟା ନବା। କ'ଣ ହବ? ତୁମେ କୁହ। ଘଣ୍ଟା। ସେହିପରି ଆମେ ବାମ ପାର୍ଶ୍ୱରୁ କା ନବା ଏବଂ ଡାହାଣ ପାର୍ଶ୍ୱରୁ ଟି ନବା। କ'ଣ ହବ? କାଣ୍ଟି। ହଁ, ଏବେ ଆସ ଆମେ କ'ଣ କରିବା ନା ଆମେ ଏବେ କ'ଣ ନା ଗପଟିକୁ ପଢ଼ିଲେ। ଗପରେ ଯେଉଁ ପଢ଼ି ସାରିଲା ପରେ ଆମେ କ'ଣ ଆଜି ଗପରୁ ଜାଣିଲେ। ଆଜି ଆମେ କ'ଣ ଶିଖିଲେ? ଏଇ ଗପରୁ ଆମେ ଆଜି କ'ଣ କ'ଣ ସବୁ ପାଠପଢ଼ା ଶିଖିଲେ ମନେ ପକାଇବା। ଅଣ୍ଟ ଯୁକ୍ତାକ୍ଷରକୁ ଚିହ୍ନିଲେ। ନାଲି ଅକ୍ଷରରେ ଥିବା ଅଣ୍ଟ ଯେଉଁ ଅକ୍ଷରକୁ ଅଣ୍ଟ ବୋଲି ଆମେ ଜାଣିଲେ। ଅଣ୍ଟ ଯୁକ୍ତାକ୍ଷରକୁ ଆମେ ଚିହ୍ନିଲେ। ଅଣ୍ଟ ଯୁକ୍ତାକ୍ଷର ଯୁକ୍ତ ଶବ୍ଦ ଗଢ଼ିଲେ ଏବଂ ପଢ଼ିଲେ। ଆମେ ଅଣ୍ଟ ଥିବା ଯୁକ୍ତାକ୍ଷର ଶବ୍ଦ ଗୁଡ଼ିକ ଆମେ ଗଢ଼ିଲେ ଆଉ ପଢ଼ିଲେ। ପ୍ରସଙ୍ଗ ଆଧାରିତ ସରଳ ପ୍ରଶ୍ନର ଉତ୍ତର ଦେଲେ। ଆମେ ଯେଉଁ ଗପଟିଏ ପଢ଼ିଲେ, ଗପ ସମ୍ପର୍କିତ କିଛି ପ୍ରଶ୍ନ ମୌଖିକ ଉତ୍ତର, ଲିଖିତ ଉତ୍ତର ଆଧାରରେ ଆମେ ଆଲୋଚନା କଲେ ଏବଂ ପ୍ରସଙ୍ଗକୁ ଆମେ ବୁଝିଲେ। ତାପରେ କ'ଣ ହେଇଛି ନା ପ୍ରସଙ୍ଗର ଉଦ୍ଦେଶ୍ୟ ସମ୍ପର୍କରେ କଥା ହେଲେ ଓ ଆଲୋଚନା କଲେ। ତୁମ ପାଇଁ କିଛି କାମ ଦେଉଛି। କ'ଣ କାମ ଦେଉଛି ଦେଖ ନା ପକ୍ଷୀମାନଙ୍କର ଚିତ୍ର ପୁରୁଣା ଖବରକାଗଜରୁ କାଟି ଗୋଟିଏ ଆଲବମ୍ ପ୍ରସ୍ତୁତ କରିବ। ତମ ଘରେ ଯେଉଁ ପୁରୁଣା ଖବରକାଗଜ ଥିବ, ବାପା ମଗାଉଥିବେ, ସେଇ ଖବରକାଗଜ ଯେଉଁଗୁଡ଼ିକ ଆବଶ୍ୟକତା ନାହିଁ ସେଥିରୁ କ'ଣ କରିବ ନା ପକ୍ଷୀମାନଙ୍କର ବିଭିନ୍ନ ପ୍ରକାର ପକ୍ଷୀମାନଙ୍କର ଚିତ୍ରକୁ କାଟିକିରି ଗୋଟେ A4 ପେପରରେ ଲଗେଇ ତାକୁ ଗୋଟେ ଆଲବମ୍ ପ୍ରସ୍ତୁତ କରି ଆଣିବ ଏବଂ ପରବର୍ତ୍ତୀ କ୍ଲାସରେ ତୁମ ଶ୍ରେଣୀ ଶିକ୍ଷକକୁ ଦେବ। ଖୁସିରେ ଶିଖିବା ସମସ୍ତଙ୍କର ଅଧିକାର। ନମସ୍କାର।